ଜୟଗୁରୁ ନିଗମ ଉପଦେଶ ସାଧକମାନଙ୍କ ପ୍ରତି। ଆଜିକାଲି ଦେଶର ଅବସ୍ଥା ଯେପରି ଦେଖାଯାଉଛି, ସେଥିରେ ଧର୍ମର ଅତି କ୍ଷୁଦ୍ର ଆଚରଣ ମଧ୍ୟ ଘରେ ଓ ବାହାରେ ଉପହାସ୍ତ ବସ୍ତୁ ବୋଲି ପ୍ରତିପନ୍ନ ହେଉଅଛି। ଅଭିଭାବକମାନେ ବ୍ରହ୍ମଚର୍ଯ୍ୟ ନିୟମ ପାଳନ ପ୍ରଚେଷ୍ଟାକୁ ଭଣ୍ଡାମି ବୋଲି ଉଡ଼ାଇ ଦେଉଛନ୍ତି। ପୁଣି ଯେଉଁମାନେ ସହପାଠୀ ବନ୍ଧୁ ଶ୍ରେଣୀର, ସେମାନେ ବନ୍ଧୁଙ୍କୁ ପ୍ରଚଳିତ ପଥର ବ୍ୟତିକ୍ରମ କରିବାର ଦେଖି ମହାସାଧୁ ନାମରେ ଅଭିହିତ କରି ଥଟ୍ଟା ବିଦ୍ରୂପ କରୁଛନ୍ତି। ଏ ଅବସ୍ଥାରେ ପଡ଼ି ଯେଉଁମାନଙ୍କର ସାଧନ ଭଜନ ଆଡ଼କୁ ଟିକିଏ ମନ ଅଛି, ସେମାନେ ପଶ୍ଚାତପଦ ହୋଇଯାଉଛନ୍ତି। ଏପରି କ୍ଷେତ୍ରରେ ବର୍ତ୍ତମାନ ଉପାୟ କ'ଣ? ଉପାୟ ହେଉଛି ଯେତେ ଦୂର ସମ୍ଭବ କାହା ସହିତ ବିରୋଧ ନ ଘଟାଇ ଭିତରେ ଭିତରେ ନିଜେ ପ୍ରସ୍ତୁତ ହେବା। ଆପଣାର ସାଧନ ଭଜନର ଅନୁକୂଳ ଅବସ୍ଥା ଲାଭ ନିମିତ୍ତ ଭଗବାନଙ୍କ ନିକଟରେ ଆକୁଳ ପ୍ରାର୍ଥନା କରିବା। ଭଗବତ୍ ଚରଣରେ ସରଳ ଭାବରେ ପ୍ରାର୍ଥନା କରିବା ସବୁ ପ୍ରକାର ସାଧକଙ୍କ ପକ୍ଷରେ ସମାନ ଉପଯୋଗୀ। ଦୈନନ୍ଦିନ ସାଧନା। ଖୁବ୍ ପ୍ରତ୍ୟୁଷରୁ ଭଗବାନଙ୍କ ନାମ ସ୍ମରଣ କରି ଶଯ୍ୟା ତ୍ୟାଗ କରିବ। ବିଛଣାରେ ଶୋଇ ପ୍ରାର୍ଥନା କରିବ, ହେ ଦେବତା, ମୋ ସମ୍ମୁଖରେ କର୍ମମୟ ସଂସାର କର୍ତ୍ତବ୍ୟର ଅଲଙ୍ଘନୀୟ ଆହ୍ୱାନରେ ବର୍ତ୍ତମାନ ମୋତେ କର୍ମସାଗରକୁ ଡେଇଁ ପଡ଼ିବାକୁ ହେବ। ପ୍ରଭୁ, ପ୍ରାଣରେ ବଳ ଦିଅ, ମନରେ ବଳ ଦିଅ, ଦେହରେ ବଳ ଦିଅ, ଯେପରି ନିଷ୍କଳୁଷ ଭାବରେ ମୁଁ କର୍ତ୍ତବ୍ୟ କର୍ମଗୁଡ଼ିକ ଯଥାଯଥ ଭାବରେ ସମ୍ପାଦନ କରିପାରେ। ମୁଁ କର୍ମର ଜଟିଳ ଆବର୍ତ୍ତରେ ପଡ଼ି ମଧ୍ୟ ଯେପରି ତୁମକୁ ଭୁଲି ନଯାଏ। ପୂର୍ବ କାଳରେ ପ୍ରତ୍ୟେକ ସନାତନ ଧର୍ମାବଲମ୍ବୀଙ୍କୁ ପ୍ରାତଃକାଳରେ ଶଯ୍ୟାତ୍ୟାଗ କରିବା ସମୟରେ ସଂସ୍କୃତ ଛନ୍ଦୋବଦ୍ଧ ଶ୍ଲୋକ ଉଚ୍ଚାରଣ କରି ଉଠିବାର ବ୍ୟବସ୍ଥା ଥିଲା। କିନ୍ତୁ କାଳର କୁଟିଳ ପ୍ରଭାବରେ ବର୍ତ୍ତମାନ ସେସବୁ ଲୋପ ପାଇଯାଇଛି। ଯାହା ହେଉ, ତୁମେ ତୁମର ମନକୁ, ଭାବକୁ ପ୍ରାଣର ବ୍ୟାକୁଳତାରେ ମଣ୍ଡିତ କରି ତାଙ୍କ ପାଦରେ ନିବେଦନ କର। ତାହା ହେଲେ କାର୍ଯ୍ୟ ସଫଳ ହେବ। ଯେଉଁ ଭାଷାରେ ତାଙ୍କର ଜୟଗାନ କଲେ ମଧ୍ୟ ତାର ଅନ୍ତର୍ନିହିତ ଭାବଟିକକ ତାଙ୍କ ନିକଟରେ ପହଞ୍ଚିବ, କାରଣ ସେ ଭାବଗ୍ରାହୀ। ତାହାପରେ ଦିନ ତମାମ ତୁମେ ତୁମର କର୍ତ୍ତବ୍ୟ କରିଯାଅ। କର୍ତ୍ତବ୍ୟରେ ଯେପରି ତ୍ରୁଟି ନ ହୁଏ, ସେ ଆଡ଼କୁ ଲକ୍ଷ୍ୟ ରଖ। କେହି ଯେପରି ତୁମ ଆଚରଣରୁ, ତୁମ ବ୍ୟବହାରରେ ମର୍ମପୀଡ଼ା ନ ପାଆନ୍ତି। ପୁଣି ଅପରର କୁଟିଳ ବ୍ୟବହାର ଯେପରି କୌଣସି ପ୍ରକାରେ ତୁମ ଚିତ୍ତକୁ ଉଦ୍ବେଳିତ କରିନଦିଏ। ତୁମେ କାହାର ଉଦ୍ବେଗର କାରଣ ନ ହୁଅ, କିମ୍ବା କେହି ତୁମ ପ୍ରତି ଅନ୍ୟାୟ ଅତ୍ୟାଚାର କଲେ ତାହା ସହ୍ୟ କର ନାହିଁ। ନ୍ୟାୟ ପଥରେ ରହି ପ୍ରତିକାର କର। କର୍ତ୍ତବ୍ୟ ପାଳନ ନ କରିବା ଦୁର୍ବଳତା, ସୁତରାଂ ପାପ। ସତ୍ୟକୁ ଅଙ୍ଗର ଭୂଷଣ କର। ସଂଯମକୁ ପ୍ରାଣର ସହଚର କରିନିଅ। ସରଳତାକୁ ମନର ସ୍ୱାଭାବିକ ଅବସ୍ଥାରେ ପରିଣତ କରିବାକୁ ଚେଷ୍ଟା କର। ଯଦି ବିଘ୍ନ ଆସେ, ବାଧା ଆସେ, ଆକୁଳ ପ୍ରାଣରେ ଜୟଗୁରୁ ମହାନାମ ଉଚ୍ଚାରଣ କର। ପ୍ରାଣରେ ବଳ ପାଇବ, ହୃଦୟରେ ଶାନ୍ତିର ଆବିର୍ଭାବ ହେବ। ତତ୍ପରେ ସମଗ୍ର ଦିବସ ବ୍ୟାପୀ କର୍ତ୍ତବ୍ୟ କର୍ମ ଅବସାନ ପରେ ଶଯ୍ୟାଗ୍ରହଣ ସମୟରେ ସମସ୍ତ ଦିନର କାର୍ଯ୍ୟାବଳୀ ମନେ ମନେ ପର୍ଯ୍ୟାଲୋଚନା କର। ଦେଖ କେଉଁଠାରେ ତୁମର ତ୍ରୁଟି ହୋଇଯାଇଛି, କେଉଁଠାରେ ବିଚ୍ୟୁତି ଘଟିଛି। ତାହାପରେ ସମସ୍ତ ଆତ୍ମକୃତ ତ୍ରୁଟି ନିମିତ୍ତ ତାଙ୍କ ଚରଣରେ କ୍ଷମା ପ୍ରାର୍ଥନା କରି କୁହ, ହେ ପ୍ରଭୁ, ମୁଁ ଅତି ଚଞ୍ଚଳମତି। କର୍ମ ଭିତରେ ଚେଷ୍ଟା ସତ୍ତ୍ୱେ ଆଜି ଏତେଗୁଡ଼ିଏ ତ୍ରୁଟି ହୋଇଯାଇଛି। ହେ ପ୍ରଭୁ, ଶକ୍ତି ଦିଅ, ଯେପରି ତୁମ ଶକ୍ତିରେ ଶକ୍ତିମାନ ହୋଇ ମୁଁ ସମସ୍ତ ବାଧା ଅତିକ୍ରମ କରିବାକୁ ସକ୍ଷମ ହୁଏ। ଭବିଷ୍ୟତରେ ଯେପରି ପୁଣି ସେହି ସବୁର ପୁନରାବର୍ତ୍ତନ ସୁଯୋଗ ନ ଘଟେ। ତାହାପରେ ଯେତେବେଳେ ପର୍ଯ୍ୟନ୍ତ ନିଦ୍ରା ନ ଆସିଛି, ସେତେବେଳେ ପର୍ଯ୍ୟନ୍ତ ମନେ ମନେ ତାଙ୍କରି ମୂର୍ତ୍ତି ଚିନ୍ତା କରି, ତାଙ୍କରି ନାମ ଜପ କରି ନିଦ୍ରା ଯାଅ। ଅନ୍ୟ କୌଣସି ଚିନ୍ତା ଯେପରି ତୁମ ଚିତ୍ତକୁ ଅଧିକାର କରି ନ ବସେ। ଜୟଗୁରୁ ନିଗମ ଉପଦେଶ। ଜୟଗୁରୁ।